ସମସ୍ତଙ୍କୁ ଆଦିତ୍ୟ ଏଜୁକେସନ କୁ ସ୍ୱାଗତ। ଆଜି ଆମେ ଆଲୋଚନା କରିବା ସପ୍ତମ ଶ୍ରେଣୀର ଦେଖି ନାହିଁ କେତେ ଦିନ ଖଣ୍ଡଗିରି କବିତାର ଏମସିକ୍ୟୁ ଗୁଡାକ। ମୋର ପ୍ରଥମ ପ୍ରଶ୍ନ, ଦେଖି ନାହିଁ କେତେ ଦିନ ଖଣ୍ଡଗିରି କବିତାଟି କାହାର ରଚନା? ଅପସନ ଏ ସାରଳା ଦାସ, ଅପସନ ବି ଦୀନକୃଷ୍ଣ ଦାସ, ଅପସନ ସି ଗୋପବନ୍ଧୁ ଦାସ, ଅପସନ ଡି ଅଭିମନ୍ୟୁ ସାମନ୍ତ ସିଂହାର। ଏହାର ସଠିକ ଆନ୍ସର ହବ ଅପସନ ସି ଗୋପବନ୍ଧୁ ଦାସ। ମୋର ଦ୍ୱିତୀୟ ପ୍ରଶ୍ନ, ନିମ୍ନୋକ୍ତ ମଧ୍ୟରୁ କେଉଁଠାରେ ଗୋପବନ୍ଧୁ ଜନ୍ମଗ୍ରହଣ କରିଥିଲେ? ଅପସନ ଏ ନୀଳଗିରି, ଅପସନ ବି କାଦୁଆ, ଅପସନ ସି ସୁଆଣ୍ଡୋ, ଅପସନ ଡି ମଲ୍ଲିକା ସପୁର। ତ ସଠିକ ଆନ୍ସର ହେଇଯିବ ଅପସନ ସି ସୁଆଣ୍ଡୋ। ତୃତୀୟ ପ୍ରଶ୍ନ, ଗୋପବନ୍ଧୁ ସତ୍ୟବାଦୀ ଠାରେ ବନବିଦ୍ୟାଳୟ କାହିଁକି ପ୍ରତିଷ୍ଠା କରିଥିଲେ? ଅପସନ ଏ ସ୍ୱାଧୀନତା ସଂଗ୍ରାମୀ ତିଆରି କରିବା ପାଇଁ, ଅପସନ ବି ଇଂରେଜ ମାନଙ୍କୁ ଅସହଯୋଗ କରିବା ପାଇଁ, ଅପସନ ସି ଦେଶପ୍ରେମୀ ସଂଗ୍ରାମୀ ମଣିଷ ତିଆରି କରିବା ସଙ୍ଗେ ସଙ୍ଗେ ସମାଜ ଓ ସଂସ୍କୃତିକୁ ଉନ୍ନତି କରିବା ପାଇଁ, ଅପସନ ଡି ସାହିତ୍ୟର ବିକାଶ ପାଇଁ। ଏହାର ସଠିକ ଆନ୍ସର ହେଇଯିବ ଅପସନ ସି। ମୋର ଚତୁର୍ଥ ପ୍ରଶ୍ନ, ଗୋପବନ୍ଧୁ କେଉଁ ଅବସ୍ଥାରେ ଖଣ୍ଡଗିରି ଦେଖିବାକୁ ଯାଇଥିଲେ? ଅପସନ ଏ ଶିଶୁ ଅବସ୍ଥାରେ, ଅପସନ ବି ପ୍ରଥମ ଅବସ୍ଥାରେ, ପ୍ରଥମ ଯୌବନରେ, ଅପସନ ସି ପୌଢ ଅବସ୍ଥାରେ, ଅପସନ ଡି ବୃଦ୍ଧ ଅବସ୍ଥାରେ। ଏହାର ସଠିକ ଆନ୍ସର ହବ ଅପସନ ବି ପ୍ରଥମ ଯୌବନରେ। ପଞ୍ଚମ ପ୍ରଶ୍ନ, ଖଣ୍ଡଗିରି କେଉଁଠାରେ ଅବସ୍ଥିତ? ଅପସନ ଏ ଭୁବନେଶ୍ୱରର ପୂର୍ବ ଦିଗରେ, ଅପସନ ବି ଭୁବନେଶ୍ୱର ଦକ୍ଷିଣ ଦିଗରେ, ଅପସନ ସି ଭୁବନେଶ୍ୱର ପଶ୍ଚିମ ଦିଗରେ, ଅପସନ ଡି ଭୁବନେଶ୍ୱର ଉତ୍ତର ପଶ୍ଚିମ ଦିଗରେ। ଏହାର ସଠିକ ଆନ୍ସର ହବ ଅପସନ ଡି ଭୁବନେଶ୍ୱରର ଉତ୍ତର ପଶ୍ଚିମ ଦିଗରେ। ମୋର ଷଷ୍ଠ ପ୍ରଶ୍ନ, ସୁଷମା ପିପାସା ଭାବ ଉନ୍ମାଦେ, ଏଠାରେ ସୁଷମା ପିପାସାର ଅର୍ଥ ନିମ୍ନୋକ୍ତ ମଧ୍ୟରୁ କେଉଁଠି? ଅପସନ ଏ ସୌନ୍ଦର୍ଯ୍ୟ ଉପଭୋଗ କରିବାର ଇଚ୍ଛା, ଅପସନ ବି କବିତା ଲେଖିବାର ଇଚ୍ଛା, ଅପସନ ସି ଅବସର ସମୟ କଟାଇବାର ଇଚ୍ଛା, ଅପସନ ଡି ଗବେଷଣା କରିବାର ଇଚ୍ଛା। ଏହାର ସଠିକ ଆନ୍ସର ହେବ ଅପସନ ଏ ସୌନ୍ଦର୍ଯ୍ୟ ଉପଭୋଗ କରିବାର ଇଚ୍ଛା। ମୋର ସପ୍ତମ ପ୍ରଶ୍ନ, କାଳ ପ୍ରତିଶ୍ରୁତରେ ଗତି କରିବାକୁ କବି କାହାର ଆଶ୍ରୟ ନେଇଛନ୍ତି? କଳ୍ପନାର ନେତ୍ର, ଅପସନ ବି କଳ୍ପନାର ପୁତ, ଅପସନ ସି ଜନସ୍ମୃତି, ଅପସନ ଡି ସନ୍ନ୍ୟାସୀ ମାନଙ୍କର ସଙ୍ଗୀତ। ଏହାର ସଠିକ ଆନ୍ସର ହବ କଳ୍ପନାର ପୁତ। ଖଣ୍ଡଗିରି କାହାର କୀର୍ତ୍ତି? ଅପସନ ଏ ଅଶୋକ, ଅପସନ ବି ଖାରବେଳ, ଅପସନ ସି ଅନଙ୍ଗ ଭୀମ ଦେବ, ଅପସନ ଡି ନରସିଂହ ଦେବ। ଏହାର ସଠିକ ଆନ୍ସର ହବ ଅପସନ ବି ଖାରବେଳ। 9 নম্বର ପ୍ରଶ୍ନ, ଯାଇ ଅଛି ମିଶି କଳିଙ୍ଗ ଭୂତି, ଏହି କବିତାରେ ଭୂତିର ଅର୍ଥ କଣ? ଅପସନ ଏ କୀର୍ତ୍ତି, ଅପସନ ବି ଅନୁରାଗ ଶୂନ୍ୟ, ଅପସନ ସି ସମ୍ପଦ, ଅପସନ ଡି ସ୍ମୃତି। ଏହାର ସଠିକ ଆନ୍ସର ହବ ଅପସନ ସି ସମ୍ପଦ। କଳିଙ୍ଗର ଅତୀତ ଗୌରବ ମୁକ ସାକ୍ଷୀ ରୂପେ କିଏ ଦଣ୍ଡାୟମାନ ହୋଇ ରହିଛି? ଅପସନ ଏ ହାତୀ ଗୁମ୍ଫା, ଅପସନ ବି ରାଜାରାଣୀ ଗୁମ୍ଫା, ଅପସନ ସି ଖଣ୍ଡଗିରି ରାଣୀ ହଂସପୁର, ଅପସନ ଡି ବ୍ୟାଘ୍ର ଗୁମ୍ଫା। ଏହାର ସଠିକ ଆନ୍ସର ହବ ଅପସନ ସି ଖଣ୍ଡଗିରିର ରାଣୀ ହଂସପୁର। 11 নম্বର ପ୍ରଶ୍ନ, ଖଣ୍ଡଗିରି କିପରି ଉତ୍କଳର ଗୌରବ ଗୀତ ଗାନ କରୁଛି? ଅପସନ ଏ ଗୁଣୁ ଗୁଣୁ ହୋଇ, ଅପସନ ବି ନୀରବ ଗମ୍ଭୀରେ, ଅପସନ ସି ବିରକ୍ତି ଭାବରେ, ଅପସନ ଡି ଉଚ୍ଚ ସ୍ୱରରେ। ଏହାର ସଠିକ ଆନ୍ସର ହବ ଅପସନ ବି ନୀରବ ଗମ୍ଭୀରେ। ଖଣ୍ଡଗିରି କେଉଁ ଗୀତ ଗାଉଛି ବୋଲି କବିତାରେ କୁହାଯାଇଛି? ଗୌରବର ଗୀତ, ଅପସନ ବି ଆନନ୍ଦରେ, ଅପସନ ସି ସାହସରେ, ଅପସନ ଡି ବିଷାଦରେ। ଏହାର ସଠିକ ଆନ୍ସର ହବ ଅପସନ ଏ ଗୌରବର। 13 নম্বର ପ୍ରଶ୍ନ, ଖଣ୍ଡଗିରିରେ ଗଭୀର ରାତିରେ କାହାର ସଙ୍ଗୀତ ଶୁଣାଯାଏ? ଶ୍ରମଣ ସନ୍ନ୍ୟାସୀଙ୍କର, ଅପସନ ବି ହିଂସ୍ର ଜନ୍ତୁଙ୍କର, ଅପସନ ସି ଅଶରୀରୀ ମାନଙ୍କର, ଅପସନ ଡି ନର୍ତ୍ତକୀ ମାନଙ୍କର। ଏହାର ସଠିକ ଆନ୍ସର ହବ ଅପସନ ଏ ଶ୍ରମଣ ସନ୍ନ୍ୟାସୀ ମାନଙ୍କର। 14 নম্বର ପ୍ରଶ୍ନ, ଶ୍ରମଣ ସନ୍ନ୍ୟାସୀ ଗଣ ଖଣ୍ଡଗିରିରେ ବସି କେଉଁ ଧର୍ମ ପ୍ରଚାର କରୁଥିଲେ? ଅପସନ ଏ ହିନ୍ଦୁ ଧର୍ମ, ଅପସନ ବି ଇସଲାମ ଧର୍ମ, ଅପସନ ସି ଅହିଂସା ଧର୍ମ, ଅପସନ ଡି ଖ୍ରୀଷ୍ଟ ଧର୍ମ। ଏହାର ସଠିକ ଆନ୍ସର ହବ ଅପସନ ସି ଅହିଂସା ଧର୍ମ। 15 নম্বର ପ୍ରଶ୍ନ, ଖଣ୍ଡଗିରିକୁ ଦେଖି କବି କଣ ସ୍ମରଣ କରିଛନ୍ତି? ଅପସନ ଏ ଖଣ୍ଡଗିରିର ବିନଷ୍ଟ ରୂପ, ଅପସନ ବି ଖଣ୍ଡଗିରିର ଅତୀତ ଗୌରବ, ଅପସନ ସି ଗୁମ୍ଫାର କାରୁକାର୍ଯ୍ୟ, ଅପସନ ଡି ପ୍ରକଳ୍ପ ସୌନ୍ଦର୍ଯ୍ୟ। ଏହାର ସଠିକ ଆନ୍ସର ହବ ଅପସନ ନମ୍ବର ସି ଗୁମ୍ଫାର କାରୁକାର୍ଯ୍ୟ।
ଖଣ୍ଡଗିରିର ପଥ ମଧ୍ୟରେ ବାଟୋଇମାନଙ୍କୁ ସାଧୁସନ୍ଥ ମାନେ କଣ ସବୁ ଦେଖାଇଥାନ୍ତି? ଅପସନ ଏ ଜୀର୍ଣ୍ଣ କଠଉ, ଅପସନ ବି ଭଗ୍ନ ମୂର୍ତ୍ତି, ଅପସନ ସି ଗୁମ୍ଫାର କାରୁକାର୍ଯ୍ୟ, ଅପସନ ଡି ଖଣ୍ଡଗିରିର ବିନଷ୍ଟ ରୂପ। ଏହାର ସଠିକ ଆନ୍ସର ହବ ଅପସନ ଏ ଜୀର୍ଣ୍ଣ କଠଉ। 17 ନମ୍ବର ପ୍ରଶ୍ନ, କଳିଙ୍ଗ ଗୌରବ ରାଜି କେଉଁଠି ମିଶି ଯାଇଛି ବୋଲି କବି କହିଛନ୍ତି? ଅପସନ ଏ ସମୁଦ୍ର ଗର୍ଭରେ, ଅପସନ ବି ମହାକାଳ ବକ୍ଷରେ, ଅପସନ ସି ଖଣ୍ଡଗିରିର ପଥର ଦେହରେ, ଅପସନ ଡି ଉଦୟଗିରିର ଦେହରେ। ଏହାର ସଠିକ ଆନ୍ସର ହେବ ଅପସନ ବି ମହାକାଳ ବକ୍ଷରେ। 18 ନମ୍ବର ପ୍ରଶ୍ନ, ଖଣ୍ଡଗିରିର ଶୋଭା ସନ୍ଦର୍ଶନରେ କବି କେଉଁଠାରେ ଚିନ୍ତାମଗ୍ନ ହୋଇ ବସି ପଡିଥିଲେ? ଅପସନ ଏ ଖଣ୍ଡଗିରି ଚୂଡାରେ, ଅପସନ ବି ଖଣ୍ଡଗିରିର ପାଦଦେଶରେ, ଅପସନ ସି ରାଣୀହଂସପୁରରେ, ଅପସନ ଡି ଉଦୟଗିରିର ପାଦଦେଶରେ। ଏହାର ସଠିକ ଆନ୍ସର ହବ ଅପସନ ବି ଖଣ୍ଡଗିରିର ପାଦଦେଶରେ। କବି କାହା ସାହାଯ୍ୟରେ ଖଣ୍ଡଗିରିର ଅତୀତ ଉତ୍କଳର ଛବି ଅବଲୋକନ କରିଛନ୍ତି? ଅପସନ ଏ କଳ୍ପନା ଚକ୍ଷୁରେ, ଅପସନ ବି କଳ୍ପନାର ପୋତରେ, ଅପସନ ସି କାଳର ପ୍ରତିଶୋତରେ, ଅପସନ ଡି ସ୍ୱଚକ୍ଷୁରେ। ଏହାର ସଠିକ ଆନ୍ସର ହବ କଳ୍ପନାର ଚକ୍ଷୁରେ। 20 ନମ୍ବର ପ୍ରଶ୍ନ, ଶ୍ରମଣ କାହାକୁ କହନ୍ତି? ଅପସନ ଏ ପୁରୋହିତ, ଅପସନ ବି ଜୈନ ସନ୍ନ୍ୟାସୀ, ଅପସନ ସି ବୌଦ୍ଧ ସନ୍ନ୍ୟାସୀ, ଅପସନ ଡି ଧର୍ମଜାୟକ। ଏହାର ସଠିକ ଆନ୍ସର ହବ ଅପସନ ସି ବୌଦ୍ଧ ସନ୍ନ୍ୟାସୀ। 21 ନମ୍ବର ପ୍ରଶ୍ନ, କାହାର ପ୍ରଭାବରେ ଲୋକଙ୍କର ସ୍ମୃତି ପଟରୁ ଅତୀତ କଳିଙ୍ଗର ବିଭବ ରାଜି ଲିଭି ଯାଇଛି? ଅପସନ ଏ କଳ୍ପନାର ପ୍ରଭାବରେ, ଅପସନ ବି ବିଜ୍ଞାନର ପ୍ରଭାବରେ, ଅପସନ ସି ପାଶ୍ଚାତ୍ୟ ସଭ୍ୟତାର ପ୍ରଭାବରେ, ଅପସନ ଡି କାଳର ପ୍ରଭାବରେ। ଏହାର ସଠିକ ଆନ୍ସର ହବ ଅପସନ ଡି କାଳର ପ୍ରଭାବରେ। ନିମ୍ନୋକ୍ତ 22 ନମ୍ବର ପ୍ରଶ୍ନ, ନିମ୍ନୋକ୍ତ ମଧ୍ୟରୁ କେଉଁଟି ସୁଖ ଦୁଃଖ ପରି ଯୁଗ୍ମ ଶବ୍ଦ? ଅପସନ ଏ ଖଟମାଠ, ଅପସନ ବି ଟଙ୍କା ଟୋକର, ଅପସନ ସି ପାପ ପୁଣ୍ୟ, ଅପସନ ଡି ଧନମାନ। ଏହାର ସଠିକ ଆନ୍ସର ହବ ଅପସନ ସି ପାପ ପୁଣ୍ୟ। ନିମ୍ନୋକ୍ତ ମଧ୍ୟରୁ କେଉଁଟି ପଶୁ ଶ୍ୱାପଦ? ଅପସନ ଏ ଗାଈ, ଅପସନ ବି ଛେଳି, ଅପସନ ସି ମଇଁଷି, ଅପସନ ଡି ସିଂହ। ଏହାର ସଠିକ ଆନ୍ସର ହବ ଅପସନ ଡି ସିଂହ। 24 ନମ୍ବର ପ୍ରଶ୍ନ, ନିମ୍ନୋକ୍ତ କେଉଁଟି ଆକାଶର ଅର୍ଥକୁ ବୁଝାଉଛି? ଅପସନ ଏ ନିଶୀଥ, ଅପସନ ବି ନଭ, ଅପସନ ସି ନିଶାକର, ଅପସନ ଡି ଜାମୁ। ଏହାର ସଠିକ ଆନ୍ସର ହବ ଅପସନ ବି ନଭ। 25 ନମ୍ବର ପ୍ରଶ୍ନ, ନିମ୍ନୋକ୍ତ ମଧ୍ୟରୁ କେଉଁଟି ଉନ୍ମାଦର ଅର୍ଥକୁ ବୁଝାଉ ନାହିଁ? ଅପସନ ଏ ମତ୍ତ, ଅପସନ ବି ଅତିଶୟ ଆବେଗ, ଅପସନ ସି ପାଗଳ, ଅପସନ ଡି ଲାଳସା। ଏହାର ସଠିକ ଆନ୍ସର ହବ ଅପସନ ଡି ଲାଳସା। 26 ନମ୍ବର ପ୍ରଶ୍ନ, ଖଣ୍ଡଗିରି ପରିଦର୍ଶନରେ କବିଙ୍କର କେଉଁ କଳିଙ୍ଗ ନରପତି ଗୌରବମୟ କାହାଣୀ ମନେ ପଡିଛି? ଅପସନ ଏ ଅନଙ୍ଗ ଭୀମ ଦେବ, ଅପସନ ବି ଜୟାତି କେଶରୀ, ଅପସନ ସି ଖାରବେଳ, ଅପସନ ଡି ପୁରୁଷୋତ୍ତମ ଦେବ। ଏହାର ସଠିକ ଆନ୍ସର ହବ ଅପସନ ସି ଖାରବେଳ। 27 ନମ୍ବର ପ୍ରଶ୍ନ, ବାହ୍ୟ ବିଶ୍ୱରେ କଣ ପ୍ରତିଫଳିତ ହୁଏ ବୋଲି କବିତାରେ କୁହାଯାଇଛି? ଅପସନ ଏ ମଣିଷର ହୃଦୟ, ଅପସନ ବି ପ୍ରତିବିମ୍ବ, ଅପସନ ସି ଇନ୍ଦ୍ରଧନୁ, ଅପସନ ଡି ପ୍ରାକୃତିକ ଦୃଶ୍ୟ। ଏହାର ସଠିକ ଆନ୍ସର ହବ ଅପସନ ନମ୍ବର ଏ ମଣିଷର ହୃଦୟ। 28 ନମ୍ବର ପ୍ରଶ୍ନ, କେଉଁମାନଙ୍କ ସଙ୍ଗୀତ ଗଭୀର ନିଶିଥିରେ ଶୁଣାଯାଏ ବୋଲି କବି କହିଛନ୍ତି? ଅପସନ ଏ ଶ୍ରମଣ ସାଧକ, ଅପସନ ବି ଅସାଧୁ ସାଧକ, ଅପସନ ସି ତାପସ ସାଧକ, ଅପସନ ଡି ମିଛ ସାଧକ। ଏହାର ସଠିକ ଆନ୍ସର ହବ ଅପସନ ସି ତାପସ ସାଧକ। 29 ପ୍ରଶ୍ନ, ଖଣ୍ଡଗିରି ପାହାଡରେ କେତୋଟି ଗୁମ୍ଫା ରହିଛି? ଅପସନ ଏ 15, ଅପସନ ବି 17, ଅପସନ ସି 19, ଅପସନ ଡି 23। ଏହାର ସଠିକ ଆନ୍ସର ହବ ଅପସନ ସି 19ଟି ଗୁମ୍ଫା ରହିଛି। 30 ନମ୍ବର ପ୍ରଶ୍ନ, ଏକାନ୍ତରେ ରାଜ୍ୟ ସମାଚାର କିଏ ଶୁଣାଏ? ଅପସନ ଏ ଶ୍ରମଣ, ଅପସନ ବି କଟୁଆଳ, ଅପସନ ସି ଗୁପ୍ତଚର, ଅପସନ ଡି ଭାଟ। ଏହାର ସଠିକ ଆନ୍ସର ହବ ଗୁପ୍ତଚର। ଏହିପରି ଭାବରେ 30ଟି MCQ ଆଲୋଚନା ହେଇଯାଇଛି। ଆପଣ ମାନେ ବୁଝିଥିବେ ବୋଲି ମୋର ବିଶ୍ୱାସ, ଆଶା, ଭରସା। ଥ୍ୟାଙ୍କ ୟୁ ଫର ୱାଚିଂ।